ନମସ୍କାର ଜୟ ମା ଶାରଳା ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ପୁରା ବଢ଼ିଆ ଅଛି। ତ ଆଜି ଆମର ପାର୍ସଲ ଦେଖିବେ କେମିତି ଲୋଡ୍ ଅଛି, ମାନେ 70-80 ପାର୍ସଲ। ପାର୍ସଲ ଆଜି କମ୍ ନାହିଁ, 70-80 ପାର୍ସଲ ଅଛି। ଦେଖନ୍ତୁ ଆଜ୍ଞା କେତେ ପାର୍ସଲ ଥୁଆ ହେଇଛି, ମାନେ ଗୋଟେ ଦିନ ଥାଏ ପାର୍ସଲ ନଥାଏ। ଆଜି ଗୋଟେ ଦିନ ଏମିତି ପଳେଇଛି ଆଜ୍ଞା, ପାର୍ସଲ ପୁରା ଭରା ଲୋଡ୍ ଅଛି। ଯେତେ ଯିଏ ନେଇପାରିବ ଦେଇପାରିବ। ଗୋଟେ ବଢିଆ ଜିନିଷ ଏଇଠି କଣ ଆଜ୍ଞା, ଯଦି ଆମେ ଗୋଟେ ରୁଟକୁ ପ୍ରତ୍ୟେକ ଦିନ କ୍ଲିୟର କରୁ, ସବୁ ପାର୍ସଲ ଦେଇଥାଉ, ତା ପରଦିନ ଆମର ଲୋଡ୍ ବଢିଯାଏ ବା ଆମେ ଖୁସିରେ 2 ଟଙ୍କା ଆଉ ଅଧିକା 2 ଟଙ୍କା ଆମେ ରୋଜଗାର କରିବାକୁ ସକ୍ଷମ ହେଇଥାଉ। କାହିଁକି ନା ଆଜ୍ଞା, ଯଦି ସବୁ ହଉଛି ପଇସାର ନାଟ, ତ ଭଗବାନଙ୍କ ଆଶୀର୍ବାଦରୁ ଆମକୁ ବି କିଛି କିଛି ଏକ୍ସଟ୍ରା ପାର୍ସଲ ମିଳିଥାଏ। ଆଉ ଆମେ ସେଇ ପାର୍ସଲ ନେଇକିରି ଆଉ 2 ପଇସା ଅଧିକା ଇନକମ୍ କରିବା ପାଇଁ ଚେଷ୍ଟା କରିଥାଉ। କାହିଁକି ନା ଗୋଟେ କମ୍ପାନୀରେ ଆଜ୍ଞା 20-25 ପିଲା କାମ କରୁଛନ୍ତି। ସମସ୍ତଙ୍କର ରୋଜଗାରର ହଉଛି ମୂଳ ଲକ୍ଷ୍ୟ। ଆଉ ଗୋଟେ କଥା, ଫିଲ୍ଡକି ବାହାରି ଆସି ସାରିଲା ପରେ ଦେଖନ୍ତୁ, ଇଏ ହଉଛି ଆମରି ମାନେ ଆମର ଜଣେ କୋରିଅର ଭାଇ ଆମର ପାର୍ସଲ ଆଣିକିରି ଦେଖନ୍ତୁ ଏଠି ପାନ ଖାଉଛନ୍ତି। ଭାଇ ଏଠୁ 1.5 ଘଣ୍ଟା ପରେ ବାହାରିକି ଯିବେ, ସିଏ ଯାଇକି ପାର୍ସଲ ଡେଲିଭରି ଦେଲା ବେଳକୁ 12ଟା। ସେଇଥିପାଇଁ ପ୍ରତ୍ୟେକ ଦିନ ସେ ଭାଇ ଆମର ଶୁଣନ୍ତି। କାହିଁକି ନା ଯଦି ଆମେ ଶୀଘ୍ର ପାର୍ସଲ ପହଞ୍ଚିକି ଫିଲ୍ଡ ଉପରେ ନଦବା, ତ ଆମର ପାର୍ସଲ ସରିଲା ବେଳକୁ ବି ଆଜ୍ଞା ସେମିତି ଡେରି ହବ। ତ ଆଉ କଣ କରିବି, ମୁଁ ବି ସେମିତି ବାହାରି ଆସିଲି ପାର୍ସଲ ଦେବା ପାଇଁ। ତ କିଛି ପାର୍ସଲ ଦେଇ ସାରିଲା ପରେ ଏବେ ଆସି ମୁଁ ପହଞ୍ଚିଛି ଭୋଳା ହାଟରେ। ଇଏ ଦେଖୁଥିବେ ଆଜ୍ଞା ଭୋଳା ହାଟ, କାହିଁକି ନା ଭୋକ କଲା ବହୁତ ଜୋର, ସେଥିପାଇଁ ଆସିଲି ଟିକେ ଖାଇବା ପାଇଁ। ଚାଲନ୍ତୁ ଭିତରେ ଦେଖିବା ଭାଇ ଆମର କଣ କରିଛନ୍ତି ଖାଇବା ପାଇଁ। ତ ଭାଇକି ଦହିବରା 2ଟା ମୁଁ ମାଗିଥିଲି, ଆଉ ଦହିବରା 2ଟା ମାଗିକି ମାନେ ଖାଇସାରିଲା ପରେ ପୁଣି ଆଉ 2ଟା ମାଗିଲି, କାହିଁକିନା ମୁଁ ଦେଖିଲି ଯେ ଭାଇଙ୍କର ଦହିବରା ଟେଷ୍ଟଟା ପୁରା ବଢିଆ। ତାପରେ ଏବେ ଆସି ମୁଁ ପହଞ୍ଚିଛି ଆମର ପ୍ରଭୁଙ୍କର ଦଧିବାବନ ଯୋଉ ମନ୍ଦିର ଆମ ଗାଁରେ। କାହିଁକି ନା ଯେହେତୁ ସଂକ୍ରାନ୍ତି ପାଇଥିଲା, ତ ମତେ ମୋ ସାଙ୍ଗମାନେ ବଡ ଭାଇମାନେ ଫୋନ କରି କହିଥିଲେ ଆସିବୁ ଆଉ ଏଇପଟେ ଟିକେ ଖାଇଦେଇକି ପ୍ରଭୁଙ୍କ ମନ୍ଦିରରେ ଯିବୁ। ତ ମୁଁ ଆଉ ଡେରି ନ କରିକି ଆସିକି ପହଞ୍ଚି ଯାଇଥିଲି। ଦେଖୁଛନ୍ତି ଖରା ପ୍ରବଳ, ଆଜି ପାର୍ସଲ ଏତେ ଲୋଡ୍ ଅଛି, ତା ଦିହରେ ଆଜ୍ଞା ସମୟ ବାହାର କରିକି ଭଗବାନଙ୍କ ପାଇଁ ଟିକେ ଆସି ମୁଁ ଖାଇଲି। କର୍ମ ତ କିଛି କରିବାର ନାହିଁ, ଖାଲି ଖାଉଛି ଆଉ କିଛି ନାହିଁ। ଦେଖନ୍ତୁ ପ୍ରସାଦ ଆମର ପୁରା ରେଡି ହେଇଯାଇଛି। ମୋ ସାମ୍ନାରେ ଆମର ଗୋଟେ ସାନ ଭାଇ ବସିକି ଖାଉଛି, ଆଉ ନନା ଆମର ସମସ୍ତେ ଖାଇସାରିଲେଣି। ତାପରେ ମତେ ବି ଏଠୁ ବହୁତ ଶୀଘ୍ର କାମ ସାରିକି ମାନେ ଖାଇକି 2ଟା ବାହାରିବା ପାଇଁ ପଡିବ। ମୁଁ ଆସିଥିଲି ଆମର ଗଡିଜଙ୍ଗ ରାମେଶ୍ୱରପୁର ପାର୍ସଲ ଦବା ପାଇଁ। ଦେଖନ୍ତୁ କଷ୍ଟମର ପାର୍ସଲ ନେଇକି ଯାଉଛନ୍ତି, ପୁରା ଦେଖନ୍ତୁ ବିଲ ଭିତରେ ଦେଖୁଛନ୍ତି ମାନେ କେମିତିଆ ଜାଗାରେ ପାର୍ସଲ ଦିଆ ହଉଛି। ଯୋଉମାନେ କୁହନ୍ତି ଯେ ପିଲା ଯାଆନ୍ତିନି ଦବା ପାଇଁ, ଦେଖନ୍ତୁ ପୁରା ଦେଖିଲେ